ଦେଖନ୍ତୁ ଫ୍ରେଣ୍ଡସ୍, ଶିଶୁ ବାଟିକା ପାଇଁ ଆନ୍ଦୋଳନ ଆରମ୍ଭ ହୋଇଯାଇଛି। ଯେଉଁ ମହିଳାମାନେ ଶିଶୁ ବାଟିକାରେ ନିଯୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ଆବେଦନ କରିବା ପାଇଁ ଚାହୁଁଛନ୍ତି, ସେମାନେ ଏହି ଭିଡ଼ିଓକୁ ଦୟାକରି ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ଅନୁରୋଧ। କାରଣ ଦେଖିଲେ ଆପଣମାନେ ସବୁକିଛି ଡିଟେଲ୍ସରେ ଜାଣିପାରିବେ। ଭିଡ଼ିଓ ପସନ୍ଦ ଆସିଲେ ଭିଡ଼ିଓକୁ ଗୋଟେ ଲାଇକ୍ କରିବା ସହିତ ସାଙ୍ଗମାନଙ୍କ ପାଖକୁ ସେୟାର କରିଦେବେ। ଆଉ ଏଭଳି ଜବ୍ ଅପଡେଟ୍ ପ୍ରତିଦିନ ପାଇବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ତ ଚାଲନ୍ତୁ ଷ୍ଟାର୍ଟ କରିବା। ଜାତୀୟ ଶିକ୍ଷାନୀତିକୁ ଆଧାର କରି ସରକାର ମନ ଇଚ୍ଛା ରାଜ୍ୟରେ ଶିଶୁ ବାଟିକା ଖୋଲିଲେ। ପଢ଼ାପଢ଼ି ପାଇଁ ହଜାର ହଜାର ପ୍ରଶିକ୍ଷିତ ପ୍ରାକ୍ ପ୍ରାଥମିକ ଶିକ୍ଷକ ରହିଥିବା ବେଳେ ସେମାନଙ୍କୁ ନିଯୁକ୍ତି ଦେଲେ ନାହିଁ। ସରକାରଙ୍କ ନିକଟରେ ବାରମ୍ବାର ଦାବି କରିବା ପରେ ମଧ୍ୟ ସରକାର ନ ଶୁଣିବାରୁ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି ପ୍ରାକ୍ ପ୍ରାଥମିକ ଶିକ୍ଷକ ଆଶ୍ରାୟୀ। ପ୍ରତିବାଦରେ ଜୋରଦାର ବିକ୍ଷୋଭ କରାଯାଇଛି। ଖୋଦ୍ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିୟମକୁ ଉଲ୍ଲଂଘନ କରୁଥିବା ଅଭିଯୋଗ କରି ପିଏମ୍ଜିରେ ଧାରଣା ଦେଇଛି ପ୍ରାକ୍ ପ୍ରାଥମିକ ଆଶ୍ରାୟୀ ଶିକ୍ଷକ ସଂଘ। ରାଜ୍ୟରେ ହଜାର ହଜାର ସ୍ୱତନ୍ତ୍ର ଡିସି ତାଲିମପ୍ରାପ୍ତ ଶିକ୍ଷକ ଥିବାବେଳେ ସରକାର ଶିଶୁ ବାଟିକା ପାଇଁ ଶିଶୁ ସେବିକା ନିଯୁକ୍ତି ଦେବାକୁ ବିରୋଧ କରିଛି ସଂଘ। ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ ହେବାରୁ ବଞ୍ଚାଇବାକୁ ଆହ୍ୱାନ ଦିଆଯାଇଛି। ରାଜ୍ୟରେ ଜାତୀୟ ଶିକ୍ଷାନୀତିକୁ ମନଇଚ୍ଛା ଲାଗୁ କରିବା, ଶିଶୁ ବାଟିକାରେ ଶିକ୍ଷକ ନିଯୁକ୍ତି ନ ଦେବା ଓ ଅନ୍ୟାନ୍ୟ ଶିକ୍ଷା ସମ୍ବନ୍ଧୀୟ ସମସ୍ୟାକୁ ନେଇ ଆସନ୍ତା 5 ତାରିଖରେ ଏକାଠି ହେବେ ରାଜ୍ୟ ଶିକ୍ଷକ ସମାଜ, ବୁଦ୍ଧିଜୀବୀ, ରାଜନେତା ଓ ଗଣ ସଂଗଠନ। ନିଖିଳ ଉତ୍କଳ ଶିକ୍ଷକ ମହାସଂଘ ବ୍ୟାନରରେ ସମସ୍ତେ ଏକାଠି ହେବେ। ଆସନ୍ତା ନଭେମ୍ବର 7ରେ ରାଜ୍ୟରେ ଜୋରଦାର ଆନ୍ଦୋଳନ ହେବା ପାଇଁ ମଧ୍ୟ ଯୋଜନା କରାଯାଇଛି। କେମିତି ଲାଗିଲା ଭିଡ଼ିଓ ନିଶ୍ଚିତ କମେଣ୍ଟ ବକ୍ସରେ ଜଣାଇବେ। ଏଥିପାଇଁ ଶିଶୁ ବାଟିକା ଲେଟ୍ ହେଉଛି। ଯଦି ଭିଡ଼ିଓ ପସନ୍ଦ ଆସିଛି ଆମେ ଆପଣଙ୍କୁ ଅପଡେଟ୍ ଦେଇଦେଲୁ। ଯଦି ଭିଡ଼ିଓ ପସନ୍ଦ ଆସିଛି ଭିଡ଼ିଓକୁ ଲାଇକ୍ କରିବା ସହିତ ସାଙ୍ଗମାନଙ୍କ ପାଖକୁ ସେୟାର କରିବେ। ରହୁଛି, ପୁଣି ନେକ୍ସଟ ଭିଡ଼ିଓ ଦେଖା ହେବା। ଧନ୍ୟବାଦ।